ଖାଦ୍ୟ ପାନୀୟରେ ସଚେତନତା। ଆମେ ଖାଇବା ପାଇଁ ବଞ୍ଚୁ ବା ବଞ୍ଚିବା ପାଇଁ ଖାଉ, ଏକଥା ପ୍ରଥମେ ଚିନ୍ତା କରିବା ଆବଶ୍ୟକ। ଖାଦ୍ୟ ଏବଂ ପାନୀୟକୁ ନେଇ ଆମେ ନାନା ପ୍ରକାର ରୋଗର ଶିକାର ହୋଇଥାଉ ଏବଂ ଏଥିରେ ସଚେତନ ହେଲେ ଆମେ ରୋଗମୁକ୍ତ ହୋଇ ସୁସ୍ଥ ଜୀବନଯାପନ କରିଥାଉ। ମଧୁମେହ, କର୍କଟ, ଉଚ୍ଚ ରକ୍ତଚାପ, ମେଦବହୁଳତା ଆଦି ବହୁ ଜଟିଳ ରୋଗ କେବଳ ଖାଦ୍ୟ ପାନୀୟ ନିୟନ୍ତ୍ରଣରେ ଆରୋଗ୍ୟ ହୋଇଥାଏ। ଏ ସମ୍ପର୍କରେ ନାରୀ ପୁରୁଷ ସମସ୍ତେ ଜାଣିବା ଆବଶ୍ୟକ। ତାଜା ତଟକା ପୁଷ୍ଟିକର ଭିଟାମିନ୍ ଖଣିଜ ଲବଣଯୁକ୍ତ ସୁପାଚ୍ୟ ଖାଦ୍ୟ ଖାଇବେ। ଉଚିତ ମାତ୍ରାରେ ଖାଦ୍ୟ ଖାଇବେ। ଏକାଥରକେ ଅଧିକ ନ ଖାଇ ଦିନକୁ ଅଳ୍ପ ଅଳ୍ପ କରି 3 ରୁ 4 ଥର ଖାଇବେ। ଜଳଖିଆ ନିଶ୍ଚିତ ଖାଇବେ। ଯେଉଁ ଖାଦ୍ୟ ରୁଚିକର ଲଘୁପାକ ତାହା ଖାଇବେ। ଗରିଷ୍ଠ ଭୋଜନ କରିବେ ନାହିଁ। ମାଛ ମାଂସ ବେଶୀ ଖାଇବେ ନାହିଁ। ପ୍ରତିଦିନ ସାଲାଡ ଖାଇବେ। ପନିପରିବାକୁ ଚୋପା ସହ ଧୋଇ କାଟିବେ। ଲୋଭରେ ଅଧିକ ନ ଖାଇ ପେଟରେ ଭୋକ ରଖି ଖାଇବେ। ଆସନ ପକାଇ ତଳେ ବସି ଖାଇବେ। କୋଲ୍ଡ ଡ୍ରିଙ୍କସ୍ ଠାରୁ ଦୂରେଇ ରହିବେ। ଚର୍ବି ଜାତୀୟ ଖାଦ୍ୟ ଖାଇବେ ନାହିଁ। ସୁସ୍ଥ ରହିବାର ନିୟମ। ଖାଦ୍ୟ ଖାଇବା ସମୟରେ ଟିଭି କିମ୍ବା ମୋବାଇଲ ଦେଖନ୍ତୁ ନାହିଁ। ସକାଳେ ବ୍ରଶ କରିବା ପୂର୍ବରୁ 1 ରୁ 2 ଗ୍ଲାସ ଥଣ୍ଡା ବେଶୀ ନଥିବ, ଗରମ ବେଶୀ ନଥିବା ପାଣି ପିଅନ୍ତୁ। ଶୋଇବାର 2 ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରନ୍ତୁ। ସବୁବେଳେ ନାକ ଦ୍ୱାରା ନିଶ୍ୱାସ ନିଅନ୍ତୁ। ପାଟିରେ ନିଶ୍ୱାସ ନେବା ଦ୍ୱାରା ବାୟୁରେ ଥିବା ଜୀବାଣୁ ଫିଲ୍ଟର ହୋଇପାରନ୍ତି ନାହିଁ, ଫଳରେ ଅନେକ ରୋଗକୁ ଆମନ୍ତ୍ରଣ କରିବା ସହିତ ସମାନ। ଗୋଟିଏ ଦିନରେ ଅତି କମରେ 8 ରୁ 12 ଗ୍ଲାସ ପାଣି ପିଇବା ଉଚିତ। ଫ୍ରିଜରେ ରଖାଯାଇଥିବା ଅତ୍ୟଧିକ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଯଦି ଚା ପିଉଛନ୍ତି ତେବେ ଖାଦ୍ୟ ଖାଇସାରିଲା ପରେ ତୁରନ୍ତ ଚା ପିଅନ୍ତୁ ନାହିଁ। କିଛି ସମୟ ପରେ ପିଅନ୍ତୁ। ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଆନ୍ତୁ। ଯେଉଁମାନଙ୍କର ଖାଦ୍ୟ ହଜମ କରିବାର କ୍ଷମତା କମ୍, ସେମାନେ କଞ୍ଚା ଅମୃତଭଣ୍ଡା ଖାଇବା ଉଚିତ। ଦିନରେ କିଛି ସମୟ ପାଇଁ ଖାଲି ପାଦରେ ଭୂମିରେ ଚାଲିବା ଉଚିତ ଏବଂ ଯଦି ଆପଣ ସବୁଜ ଘାସ ଉପରେ ଖାଲି ପାଦରେ ଚାଲନ୍ତି ତେବେ ଏହା ବହୁତ ଭଲ ହେବ। ଆମର ପରିବେଶ ଆମ ସ୍ୱାସ୍ଥ୍ୟ। ମାନବ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପରିବେଶର ସ୍ଥିତି ସହିତ ନିବିଡ଼ ଭାବରେ ଜଡ଼ିତ। ପ୍ରଦୂଷଣ ହେଉଛି ପ୍ରାକୃତିକ ପରିବେଶରେ ପ୍ରଦୂଷଣ ପଦାର୍ଥର ପରିଚୟ, ଯାହା ପ୍ରତିକୂଳ ପରିବର୍ତ୍ତନ ଆଣିଥାଏ। ପ୍ରଦୂଷଣ ରାସାୟନିକ ପଦାର୍ଥ ବା ଶକ୍ତିର ରୂପ ନେଇପାରେ, ଯେପରିକି ଶବ୍ଦ, ଉତ୍ତାପ କିମ୍ବା ଆଲୋକ। ପ୍ରଦୂଷଣର ଉପାଦାନ ଶକ୍ତି, ପଦାର୍ଥ କିମ୍ବା ପ୍ରାକୃତିକ ଭାବରେ ଘଟୁଥିବା ପ୍ରଦୂଷକ ହୋଇପାରେ। ପ୍ରଦୂଷଣ ପ୍ରାୟତଃ ପଏଣ୍ଟ କିମ୍ବା ଅଣପଏଣ୍ଟ ଉତ୍ସ ପ୍ରଦୂଷଣ ଭାବରେ ଶ୍ରେଣୀଭୁକ୍ତ ହୋଇଥାଏ। ପ୍ରତିବର୍ଷ ପ୍ରାୟ 400 ନିୟୁତ ମେଟ୍ରିକ ଟନ୍ ବିପଜ୍ଜନକ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୁଏ। କେବଳ ଆମେରିକା ପ୍ରାୟ 250 ନିୟୁତ ମେଟ୍ରିକ ଟନ୍ ଉତ୍ପାଦନ କରେ। ଆମେରିକୀୟମାନେ ବିଶ୍ୱ ଜନସଂଖ୍ୟାର 5% କମ୍ କିମ୍ବା ବିଶ୍ୱର ସମୁଦାୟ ଅଙ୍ଗାରକାମ୍ଳର 25% ଉତ୍ପାଦନ କରନ୍ତି ଏବଂ ବିଶ୍ୱର ପ୍ରାୟ 30% ବର୍ଜ୍ୟବସ୍ତୁ ସୃଷ୍ଟି କରନ୍ତି। 2007 ମସିହାରେ ଚାଇନା ଆମେରିକାର ଅଙ୍ଗାରକାମ୍ଳର ବୃହତ୍ ଉତ୍ପାଦକ ଭାବରେ ଆମେରିକାକୁ ଅତିକ୍ରମ କରିଛି। ତଥାପି ମୁଣ୍ଡ ପିଛା ପ୍ରଦୂଷଣକୁ ଆଧାର କରି
ବହୁ ପଛରେ ଅଛି। ବିଶ୍ୱର ଦେଶ ମଧ୍ୟରେ 78ତମ ସ୍ଥାନରେ ରହିଛି। ଜୟ ଶ୍ରୀ ଜଗନ୍ନାଥ।